ତାଙ୍କର ଯୋଉ ପୀତବାସ ପଣ୍ଡାକୁ ଯୋଉ ଭାବରେ ବର୍ବୋଚିତ ହତ୍ୟାକାଣ୍ଡ ହେଲା ତା ବିରୁଦ୍ଧରେ ଆମେ କଣ୍ଡେମ୍ କଲୁ ଏବଂ କଣ୍ଡେମ୍ କରିକି ଆମେ ଡିମାଣ୍ଡ କଲୁ ଯେ ଆଡଭୋକେଟ୍ ପ୍ରୋଟେକ୍ସନ ଆକ୍ଟକୁ ତୁରନ୍ତ ଇମ୍ପ୍ଲିମେଣ୍ଟ କରାଯାଉ ଏବଂ ଆଜି ଆମର ବାର୍ କାଉନସିଲ ଡାକରା ଦେଇଥିଲା ସାରା ରାଜ୍ୟରେ ଓକିଲମାନେ ପେନ୍ ଡାଉନ୍ ଷ୍ଟ୍ରାଇକ୍ କରିବେ। ପେନ୍ ଡାଉନ୍ ଷ୍ଟ୍ରାଇକ୍ ତ ପେନ୍ ଡାଉନ୍ ପ୍ରୋଟେଷ୍ଟ କରିବେ, ତ ସେଇ ହିସାବରେ ଆମେ ସେଟା ସମର୍ଥନ କରିକି ପେନ୍ ଡାଉନ୍ ପ୍ରୋଟେଷ୍ଟ କଲୁ ଏବଂ ସେ ଅନୁସାରେ ଆମେ ପେନ୍ ଡାଉନ୍ ପ୍ରୋଟେଷ୍ଟ କରିକି ଆମେ ତାପରେ ବର୍ତ୍ତମାନ 11:30 ବେଳେ ଆମେ ଯିବୁ ଗୋଟେ ନୀରବ ଶୋଭାଯାତ୍ରାରେ ଯାଇକି ଆମେ କଲେକ୍ଟର ମୁଖ୍ୟମନ୍ତ୍ରୀଙ୍କୁ ଆଡ୍ରେସ୍ କରିକି କଲେକ୍ଟରଙ୍କୁ ଗୋଟେ ମେମୋରାଣ୍ଡum ଦେଇକି ଆସିବୁ। ଡିମାଣ୍ଡ ସେଠି ରହୁଛି ବେସିକାଲି ଆମର ଯୋଉମାନେ ଆସାମୀ ସେମାନଙ୍କୁ ତୁରନ୍ତ ଗିରଫଦାରୀ ଏବଂ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏବଂ ଆଡଭୋକେଟ୍ ପ୍ରୋଟେକ୍ସନ ଆକ୍ଟକୁ ତୁରନ୍ତ ଇମ୍ପ୍ଲିମେଣ୍ଟ କରିବା ପାଇଁ ଏବଂ ତାଙ୍କୁ ଆପ୍ରୋପ୍ରିଏଟ୍ ତାଙ୍କ ଫ୍ୟାମିଲି ମେମ୍ବରକୁ ଆପ୍ରୋପ୍ରିଏଟ୍ କ୍ଷତିପୂରଣ ଦେବା ପାଇଁ। ସାର୍ ଭୁବନେଶ୍ୱର ବାର୍ ଗୋଟେ ଡିମାଣ୍ଡ କରୁছে ଗୋଟେ ଏକ୍ସାକ୍ଟ ଆମାଉଣ୍ଟ ତାଙ୍କର ଫ୍ୟାମିଲିକୁ କମ୍ପନସେସନ ଆକାରରେ ଦିଆଯାଉ। ସେଟା ବାର୍ କାଉନସିଲ ଡିମାଣ୍ଡ କରୁଛି 1,00,00,000 ଟଙ୍କା। 1,00,00,000 ଟଙ୍କା ବାର୍ କାଉନସିଲ ଡିମାଣ୍ଡ କରୁଛି। ସମସ୍ତ ବାର ତରଫରୁ ଆମେ କଟକ ନା ରାଜ୍ୟରେ ଆଉ କିଏ ଆସିଥିଲେ? ନାଇଁ ରାଜ୍ୟରୁ ଆଜି କାହାକୁ ଡକାନି, ଯେଝା ରାଜ୍ୟ ଯେଝା ଜାଗାରେ ସେମାନେ କରିବେ କେବଳ ଆମେ ହଁ ଆମେ ଆମେ ବାର୍ କାଉନସିଲ ତରଫରୁ କୁହାଯାଇଛି, ଆମ ତରଫରୁ କୁହାଯାଇଛି ଯେ ଖୁବ୍ ଶୀଘ୍ର କରିବା ପାଇଁ ଆମେ ଜଣେ ଖୁବ୍ ଶୀଘ୍ର ଆସାମୀ ଧରିବା ପାଇଁ ଆମେ ଅଲ୍ଟିମେଟମ୍ ଦେବା ତ ସମ୍ଭବ ନୁହେଁ କାହିଁକିନା ପୋଲିସ ଇନଭେଷ୍ଟିଗେସନ କରୁଛି ସିରିୟସଲି, ତେଣୁ ସେଥିପାଇଁ ତମେ କିନ୍ତୁ ଆମକୁ ଯେତେ ଜଲ୍ଦି ପାରେ ସାର୍। ଏବଂ ଆଜି ଯାହା ମୁଁ ଖବରକାଗଜ ସମାଜରେ ପଢୁଥିଲି ସେଥିରେ ସେଟା କଣ ହାର୍ଡ କିଲର ଦ୍ୱାରା ହେଇଛି ବୋଲି ସମାଜ ଯାହା ଲେଖିଛି, କେତେ ଦୂର ହେଇଛି ଜଣା ନାହିଁ, ସାଣ୍ଡ ମାଫିଆଙ୍କ ଦ୍ୱାରା ହାର୍ଡ କିଲର ଦ୍ୱାରା ହେଇଛି ବୋଲି ସେଟା ହେଇଛି। ଅପ୍ରତ୍ୟାଶିତ ଏବଂ ଅତି ଦୁଃଖଦ ଘଟଣା ଏବଂ ଖାଲି ସେ ପୀତବାସ ଖାଲି ବାର୍ କାଉନସିଲ ମେମ୍ବର ତ ବହୁତ ଭୋଟ ପାଇକି ବାର୍ କାଉନସିଲ ମେମ୍ବର ହେଇଥିଲେ, ବହୁତ ପପୁଲାର ବି ଥିଲେ, ବହୁତ ସାହାଯ୍ୟକାରୀ ଲୋକ ବି ଥିଲେ, ବହୁତ ହେଲ୍ପ କରନ୍ତି ଆଡଭୋକେଟ ମାନଙ୍କ କଜ ପାଇଁ ବହୁତ ହେଲ୍ପ କରନ୍ତି, ବହୁତ ଭଲ ଲୋକ ବି ଥିଲେ। ସାରା ରାଜ୍ୟରେ ସବୁ ଓକିଲ ମାନେ ବର୍ତ୍ତମାନ ଆତଙ୍କିତ ଏବଂ ସେମାନେ ଦୁଃଖିତ, ସମସ୍ତ ରାଜ୍ୟ ସବୁ ବହୁତ ବାର ଆସୋସିଏସନ ପ୍ରେସିଡେଣ୍ଟ ସେକ୍ରେଟାରୀ ଫୋନ କରୁଛନ୍ତି, ସମସ୍ତେ ବଡ ଦୁଃଖିତ ବା ଆତଙ୍କିତ। ଆଜି ଗୋଟେ ଦିନ ପାଇଁ କଲମ ଛାଡା ଗୋଟେ ଦିନ।